Hello friends, I am Avni Das. Welcome you all back to my YouTube channel, Das Academic Hub. Today we will discuss question answers for the chapter A Letter to God. So here I start. Our first question is where did Lencho live? Lencho କେଉଁଠି ରହୁଥିଲା? Lencho lived with his family in a house on the top of a low hill. ଲେଞ୍ଚ ସେ ତାର ପରିବାର ସହିତ ସେ ଯୋଉ ଛୋଟ ପାହାଡରେ ଉପରେ ରହୁଥିଲା. What did he hope for? ସେ କଣ ଆଶା କଲା? ଲେଞ୍ଚ hoped for rains because his crop field needed water. ଲେଞ୍ଚ ବର୍ଷା ଚାହୁଁଥିଲା କାହିଁକି ନା ତାର ଯୋଉ ମକା ହେଇଥିବା ଚାଷ ଜମିରେ ପାଣିର ଆବଶ୍ୟକତା ଥିଲା. What did he say about the raindrops? ଲେଞ୍ଚ ସେଇ ଯୋଉ ରେନଡ୍ରପ ବିଷୟରେ ମାନେ ବର୍ଷା ଟୋପା ବିଷୟରେ କଣ କହିଲା? ଲେଞ୍ଚ exclaimed that the raindrops were truly new coins. ଲେଞ୍ଚ କଣ କହିଲା? ସେଇ ଯୋଉ ବର୍ଷା ହଉଥିଲା ସେଇ ବର୍ଷା ଟୋପା ନୁହଁ. କଣ ସେଇଟା? ସେଇଟା ହଉଛି ସିଲଭର କଏନ୍ସ, ନ୍ୟୁ କଏନ୍ସ. The big drops were 10 cent pieces and the little ones were 5. ସେ ଯୋଉ ବଡ ବଡ ବର୍ଷା ଟୋପା ସେଇଟା 10 ଟଙ୍କିଆ ଏବଂ ଯୋଉ ଛୋଟ ଛୋଟ ବର୍ଷା ଟୋପା ସେଗୁଡା ସବୁ 5 ଟଙ୍କିଆ. How did rain change? ବର୍ଷା କେମିତି ଚେଞ୍ଜ ହେଇଗଲା? It was raining heavily but suddenly a strong wind began to blow and large hailstones fell down with rain. It was raining heavily ମାନେ ବହୁତ ବର୍ଷା ବହୁତ ଜୋରରେ ହଉଥିଲା କିନ୍ତୁ ହଠାତ୍ କଣ ହେଲା ଯୋଉ ପବନ ବହିବାକୁ ଆରମ୍ଭ କଲା. ସେ ପବନ ସହିତ କଣ ହେଲା? କୁଆପଥର ମାଡ ହେଲା. What happened to Lencho's field? ଲେଞ୍ଚର ଫିଲ୍ଡରେ କଣ ହେଲା? The entire crop in the field was destroyed. ତାର ଯୋଉ ଜମିରେ ଯେତେ ଫସଲ ହେଇଥିଲା ଯେତେ ମକା ଚାଷ ହେଇଥିଲା ସବୁ ବର୍ବାଦ ହେଇଗଲା. Who or what did Lencho have faith in? ଲେଞ୍ଚର କାହା ଉପରେ ଭରସା ଥିଲା? Lencho had deep faith in God. ଲେଞ୍ଚର ଭଗବାନଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ଥିଲା. He believed that God can see everything even if he can see one's deep conscience. ସେ ବିଶ୍ୱାସ କରୁଥିଲା ଯେ ଭଗବାନ ସବୁ କିଛି ଦେଖିପାରନ୍ତି. ଏମିତି କି ଜଣେ ମଣିଷର ମନ ଭିତରେ କଣ ଥାଏ ସେହା ମଧ୍ୟ ସେ ଦେଖିପାରନ୍ତି. Who did he write a letter to? ସେ ଲେଟରଟି କାହା ପାଖକୁ ଲେଖିଲା? He wrote a letter to the God. ସେ ଭଗବାନଙ୍କ ପାଖକୁ ଚିଠି ଲେଖିଲା. Who read the letter? ସେଇ ଚିଠିଟି କିଏ ପଢିଲା? The postmaster read the letter. What did the postmaster do? postmaster କଣ କଲା? ସେ ଯୋଉ ଚିଠି ପଢିଲା ପରେ postmasterଟି କଣ କଲା? The postmaster read the letter. ସେ ଚିଠିଟା ପଢିଲା. He didn't want to shake Lencho's faith. The postmaster thought to reply his letter. He asked his colleagues to contribute some money and he himself gave the part of his salary in the name of charity. ତ postmaster କଣ ଭାବିଲା? ସେ ଯୋଉ ଲେଞ୍ଚ ଯୋଉ ଚିଠି ଦେଇଛି ତାର ଚିଠିର ରିପ୍ଲାଏ ଦେବା ପାଇଁ ଉତ୍ତର ଦେବା ପାଇଁ. ଆଉ କେମିତି ଉତ୍ତର ଦେବ? ସେ ତାର କଲିଗ୍ସ ମାନେ ସାଙ୍ଗମାନଙ୍କୁ କିଛି କିଛି ଟଙ୍କା ଦେବା ପାଇଁ କହିଲା. ସେ ନିଜେ ମଧ୍ୟ ତା ସାଲାରୀରୁ କିଛି ଅଂଶ ଦେଲା. କୋଉ ନାଁରେ? ମାନେ ଅନ୍ୟକୁ ସାହାଯ୍ୟ କରିବା ନାଁରେ ସେମାନେ କିଛି କିଛି ପଇସା ସବୁ ଦେଲେ. Was Lencho surprised to find a letter for him with money in it? ଲେଞ୍ଚ ଯେତେବେଳେ ସେଇ ଟଙ୍କାର ଏନଭଲପ ପାଇଥିଲା, ଏଇଟା କ୍ୱେଶ୍ଚନ କରାଉଛି ସେ କଣ ସରପ୍ରାଇଜ ଥିଲା କି ସେଇ ଯୋଉ ଟଙ୍କା ପାଇ? No, Lencho was not surprised to get the money. ଲେଞ୍ଚ ବେଶୀ କିଛି ଆଶ୍ଚର୍ଯ୍ୟ ନଥିଲା. କାହିଁକି? Because he had faith in God. ତାର ଭଗବାନଙ୍କ ଉପରେ ପ୍ରଗାଢ଼ ବିଶ୍ୱାସ ଥିଲା. ସେ ଜାଣିଥିଲା ଯେ ମୁଁ ତ ଭଗବାନଙ୍କ ପାଖକୁ ଚିଠି ଲେଖିଛି ମତେ ପଇସା ମିଳିବ ଆଉ ଏଥିରେ ଆଶ୍ଚର୍ଯ୍ୟ ହେବାର କଣ ଅଛି? What was Lencho's reaction after getting the letter? ସେଇ ଯୋଉ ଚିଠି ପାଇଲା ପରେ ଲେଞ୍ଚର ରିଏକ୍ସନ କଣ ଥିଲା? What made him
ଲେଞ୍ଚୋ angry, ଲେଞ୍ଚୋ ରାଗିଗଲା କାହିଁକି? When Lencho received the letter and counted the money, he was dissatisfied because it was not the same amount he had demanded. It was only 70 pesos. He thought that post office employees had taken rest part of the money. से ଯେତେବେଳେ ପଇସା ଗଣିଲା ସେ ଦେଖିଲା କଣ ପଇସା କମ ଅଛି ସେ ବିରକ୍ତି ହେଇଗଲା କାରଣ ସେ ଭାବିଲା ମୁଁ ଯେତିକି ଡିମାଣ୍ଡ କରିଥିଲି ସେ କେତେ ଟଙ୍କା ଡିମାଣ୍ଡ କରିଥିଲା ସେ 100 ଟଙ୍କା ଡିମାଣ୍ଡ କରିଥିଲା କିନ୍ତୁ ସେତିକି ପଇସା ତାକୁ ମିଳି ନଥିଲା କେତେ ପଇସା ତାକୁ ମିଳିଥିଲା 70 ତା ମାନେ ତାକୁ 70 ଟଙ୍କା ମିଳିଥିଲା ସେ କଣ ଭାବିଲା ହି थॉट दैट ସେ କଣ ଭାବିଲା ଏ ଯୋଉ ପୋଷ୍ଟ ଅଫିସ ର କର୍ମଚାରୀ ମାନେ ସେମାନେ ଏ ଯୋଉ ରେଷ୍ଟ ଅଫ ଦ ବାକି ତକ ପଇସା ସେମାନେ ସବୁ ନେଇ ଯାଇଛନ୍ତି हाउ मच मनी डिड द पोस्टमास्टर कलेक्ट से जो पोस्टमास्टर केते टंका कलेक्ट करथिला ही कलेक्टेड 70 पेसोज एंड सेंड देम टू लेंचो से 70 टंका कलेक्ट करथिला एवं सेटा लेंचो पाखकू पठा जाइथिला व्हाई डिड लेंचो कीप ऑन लुकिंग एट द स्काई थ्रू आउट दिस मॉर्निंग लेंचो सकाळ जाको काहे कि आकाश को अनै थिला लेंचो was looking at the sky throughout the day से दिन जाक आकाश को अनेकी थिला काहे कि because he wanted a little shower of rain for his cornfield so that it will give a good harvest से भाबुथला जदि खाली टिके वर्षा हेई जाई थांता तेबे मोर ए जो मक्का जमी बहुत भलो फसल हेई थांता Why the cornfield was compared with salt rather than sugar? ए जो cornfield टा सेटा लुण सहित काहे की तुलना करे कारण ये जो वर्षा हैला परे जो बरफर चादर पूरा पड़ी जाइथिला मक्का जमी उपरे से जो धला धला रंगर बरफ को लुण सहित तुलना कराइछि काहे की लुण सहित तुलना कराइछि काहे की चीनी सहित तुलना करागलानी काहे की ना Sugar symbolizes sweetness or happiness, whereas excess salt shows the spoilt of taste. The hailstorm destroyed Lencho's fields totally. That's why it is said that the field was white as if covered with salt. Sugar माने चीनी चीनी कौन गोटे मिठार आ गोटे खुशीर प्रतीक अटे जेतेबेले कि अधिका लुणटा सेटा गोटे माने टेस्ट को पूरा बर्बाद करी दिए द हेलस्टॉर्म डेस्ट्रॉयड लेंचोज फील्ड टोटली सेही भलिया से जो कुआ पत्थर माड़ होइथिला से जो कुआ पत्थर वर्षा लेंचर जमी को पूरा बर्बाद करी देइथिला सेहिथि पई से जो एठी कुआ जाईची that it was covered with salt that means hailstorm is compared to as salt काहेकिला लुणटा पूरा बर्बाद करी दिए why did लेंचो say the raindrops were like new coins लेंचो काहे की कहिला से जो वर्षा बुंदा सबु नुआ कॉइन भलिया काहे की कहिला he compares the raindrops with the new coins से जो वर्षा टोपा को न्यू कॉइन सहित तुलना कला because the raindrops will help him to grow काहे कि ना से जो वर्षा टोपा ताकू माने कोन तारो जो कॉर्न ताकू बढ़िबारे सहाय्य करिवो एवं कोन भलो फसल हेबो it will also help लेंचो to get more money एवं जहा फल रे कि लेंचो को बहुत पैसा मध्य मिलिबो so लेंचो considered the raindrops as the new coins falling down from the sky तेणु लेंचो से जो वर्षा टोपा को कौन कहला न्यू कॉइन्स सब आकाशरू सब सिल्वर कॉइन्स सब पड़ुची व्हाई डिड लेंचो प्रिफर लोकस टू द स्टोर लेंचो से जो कीट पतंग को काहे की पसंद कला रेदर देन द hailstones he preferred locusts to the storm because they would have left more than this से कौन कहला जदि कीट पतंग इंसेक्ट्स माने लोकस्ट माने इंसेक्ट्स
ସେମାନେ ଯଦି ଏଇ ମକା ଜମିକୁ ଖାଇଥାନ୍ତେ ସେମାନେ ମଧ୍ୟ କିଛି ଛାଡ଼ି ଯାଇଥାନ୍ତେ। ବଟ୍ ଦ ରେନ୍ ଷ୍ଟର୍ମ caused entire damage to the cornfield। ଏଠି ରେନ୍ ଷ୍ଟର୍ମ ମାନେ ଏଇ ଯୋଉ ହେଲ୍ ଷ୍ଟର୍ମ, ସେଇଟା କଣ ତାର ମକା ଜମିକୁ ଟୋଟାଲି କମ୍ପ୍ଲିଟଲି ନଷ୍ଟ କରିଦେଇଥିଲା। Did Lencho try to find out who had sent the money to him, why or why not? ଲେଞ୍ଚ କଣ କେବେ ଚେଷ୍ଟା କରିଥିଲା କି ଜାଣିବାକୁ କି ତା ପାଖକୁ କିଏ ଟଙ୍କା ପଠେଇଥିଲା? Lencho did not try to find out who had sent the money to him। Actually ଲେଞ୍ଚ କେବେ ଚେଷ୍ଟା କରିନଥିଲା ଖୋଜିବାକୁ କି କିଏ ତା ପାଖକୁ ପଇସା ପଠେଇଥିଲେ। Because he never suspected the presence of God and had complete faith in God। ସେ କେବେ ସନ୍ଦେହ କରିନଥିଲା କି ଭଗବାନ ନାହାନ୍ତି ବୋଲି। ସେ ତ ଜାଣିଛି ମୁଁ ଭଗବାନଙ୍କ ପାଖକୁ ଚିଠି ଲେଖିଛି ମୋତେ ନିଶ୍ଚିତ ସାହାଯ୍ୟ ମିଳିବ। ତାଙ୍କର ପୁରା ପ୍ରଗାଢ଼ ମାନେ କାହାର? ଲେଞ୍ଚର ପୁରା ପ୍ରଗାଢ଼ ବିଶ୍ୱାସ ଥିଲା ଭଗବାନଙ୍କ ଉପରେ। Lencho waited eagerly for a reply to his letter to God। Do you think that postmaster was also very keen to know Lencho's reaction upon receiving the reply? ଲେଞ୍ଚ ତାର ସେ ଯୋଉ ଭଗବାନଙ୍କ ପାଖକୁ ଚିଠି ଲେଖିଥିଲା ସେଇଟା କେବେ ତାର ରିପ୍ଲାଏ ଆସିବ ତା ପାଇଁ ସେ ଆଗ୍ରହୀ ଥିଲା। He was waiting for the reply। ଆପଣ ମାନେ ଭାବୁଛନ୍ତି କଣ ପୋଷ୍ଟମାଷ୍ଟର ମଧ୍ୟ ସେଇ ଭଳିଆ ଇଣ୍ଟରେଷ୍ଟେଡ ଥିଲେ, କିନ୍ ଥିଲେ ଟୁ ସି ଦ ଲେଞ୍ଚ ରିଆକ୍ସନ। ସେ ଯୋଉ ଲେଞ୍ଚ ଚିଠି ପାଇଲା ପରେ ତାର କଣ ରିଆକ୍ସନ ସେ କଣ ଦେଖିବା ପାଇଁ ପୋଷ୍ଟମାଷ୍ଟର ମଧ୍ୟ ଆଗ୍ରହୀ ଥିଲେ? Yes, the postmaster was keen to know ଲେଞ୍ଚ's reaction। ପୋଷ୍ଟମାଷ୍ଟର ମଧ୍ୟ ବହୁତ ଇଣ୍ଟରେଷ୍ଟେଡ ଥିଲେ, ଆଗ୍ରହୀ ଥିଲେ ଟୁ ନୋ ଲେଞ୍ଚ's reaction। ଲେଞ୍ଚର ରିଆକ୍ସନ କଣ ହଉଛି ସେ ଯୋଉ ପଇସା ପାଇଲା ପରେ। As soon as Lencho mailed the second letter, he opened the envelope to read it। ଯେତେବେଳେ ଲେଞ୍ଚ ସେକେଣ୍ଡ ଚିଠି ଲେଖିଛି ଭଗବାନଙ୍କ ପାଖକୁ ଏବଂ ସେଇଟା ପୋଷ୍ଟ ଅଫିସରେ ଡ୍ରପ୍ କରିଲା ପରେ ପୋଷ୍ଟମାଷ୍ଟର ଯାଇ ସେଇଟା ଖୋଲିକି ଦେଖିଲେ ଯେ ସେ କଣ ଲେଖିଛି ତାର ଯୋଉ ସେକେଣ୍ଡ ଚିଠିରେ। Lencho was an ox of a man, working like an animal in the fields, but still he knew how to write। What was this line tell us about the norm among such farmers then? ଲେଞ୍ଚ ଜଣେ ବଳଦ ରୂପୀ ମଣିଷ, ସେ ଦିନ ଯାକ ପଶୁ ଭଳିଆ ଜମିରେ କାମ କରୁଥାଏ। ବଟ୍ ଷ୍ଟିଲ୍ ହି ନ୍ୟୁ ହାଉ ଟୁ ରାଇଟ୍, କିନ୍ତୁ ତା ସତ୍ତ୍ୱେ ବି ସେ ଜାଣିଥାଏ ଲେଖା ପଢ଼ା ଜାଣିଥାଏ। What does this line? ଏଇ ସବୁ ଲାଇନ୍ ଆମକୁ କଣ କହେ ଯେ ଏଇଟା କଣ ସେଇ ଯୋଉ ଚାଷୀ ମାନଙ୍କର ଏଗେନଷ୍ଟରେ କୁହାଯାଇଛି। A Lencho was an extremely hard working farmer। ସତରେ ଲେଞ୍ଚ ଜଣେ ବହୁତ କଠିନ ପରିଶ୍ରମୀ ଚାଷୀ ଥିଲା। Unlike the other farmers, he was literate and knew how to write। ଅନ୍ୟମାନଙ୍କ ଭଳିଆ ନୁହଁ, ଲେଞ୍ଚ ପଢା ଲେଖା ତାକୁ ଜଣାଥିଲା, ତାକୁ କେମିତି ଲେଖାଯାଏ ମଧ୍ୟ ତାକୁ ଜଣାଥିଲା। He decided to write a letter to God। ସେ ସ୍ଥିର କଲା କି ଭଗବାନଙ୍କ ପାଖକୁ ଚିଠି ଲେଖିବା ପାଇଁ। Seeking help from him। ତାର ଯୋଉ ପରିସ୍ଥିତି ଖରାପ ହେଇଯାଇଥିଲା, ଏଇ ଯୋଉ ମକା ଚାଷ ଜମି ନଷ୍ଟ ହେଇଯାଇଥିଲା, ତାର ସାହାଯ୍ୟ ପାଇବା ପାଇଁ ସେ ଭଗବାନଙ୍କ ପାଖକୁ ଚିଠି ଲେଖିଥିଲା। ସୋ ଫ୍ରେଣ୍ଡସ୍, ଆଜି ପାଇଁ ଏତିକି। ନେକ୍ସଟ ଭିଡିଓରେ ଆମେ ରେଷ୍ଟ ଅଫ ଦ କ୍ୱେଶ୍ଚନ୍ସ ଆନ୍ସର୍ସ ଡିସ୍କସ୍ କରିବୁ। ପ୍ଲିଜ୍ ଲାଇକ୍ ଆଣ୍ଡ ସବସ୍କ୍ରାଇବ୍ ମାଇ ଚ୍ୟାନେଲ।